ଯାତ୍ରା ଭିତରେ ଆରମ୍ଭ ହୋଇଯାଇଛି ଯାତ୍ରା। ଜଣେ ଜଣେ କଳାକାରଙ୍କର ନାମ ଦୁଇ ଦୁଇଟି ଯାତ୍ରା ଅନୁଷ୍ଠାନରେ। କ'ଣ ହୋଇପାରେ ଏହାର କାରଣ? ସତ୍ୟ ଜେନାଙ୍କ ରଙ୍ଗର ମହଲ ରଙ୍ଗମହଲ, ସଞ୍ଜୀବ କୁମାର ପାଢ଼ୀଙ୍କର ଯାତ୍ରାରାଣୀ ସିଂହବାହିନୀ ଆଉ ନିରଞ୍ଜନ ସାହୁଙ୍କର ଅପେରା ମାହେଶ୍ୱରୀ ତାଙ୍କର ପ୍ରଥମ ପର୍ଯ୍ୟାୟ ଷ୍ଟାରକାଷ୍ଟ ଘୋଷଣା କରିଛନ୍ତି। ମାଣିତ୍ରୀ ଜାଗର ମେଳାରେ ଚଳିତ ଯାତ୍ରା ବର୍ଷରେ ଦୁଇ ଗୋଟି ଯାତ୍ରା ଅନୁଷ୍ଠାନ, ଯାତ୍ରା ଓଙ୍କାର ଆଉ ଯାତ୍ରା ଗ୍ରାଣ୍ଡ ମହଲ। ସୁନୀଲ କୁମାର ରାଉତଙ୍କ ଅପେରା ସୂର୍ଯ୍ୟବଂଶୀ, ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀଙ୍କର ଅପେରା ଶ୍ରୀଗଣେଶ, ନିରଞ୍ଜନ ସାହୁଙ୍କର ଅପେରା ମାହେଶ୍ୱରୀ, ସନାତନ ମାଝୀଙ୍କର ଯାତ୍ରା ଅସ୍ମିତା ଆଉ ସୁଶାନ୍ତ କୁମାର ଦାସଙ୍କ ପରିଚାଳିତ ମା ଭଦ୍ରାଣୀ ଗଣନାଟ୍ୟ। ସମ୍ପୂର୍ଣ୍ଣ ନୂଆ ରୂପରେ ଇଞ୍ଜିନିୟର ପ୍ରସଞ୍ଜିତ ନାୟକଙ୍କ ପରିକଳ୍ପିତ, ଆଡ଼ଭୋକେଟ୍ ସୁଦୀପ୍ତା ସିଂଙ୍କ ପ୍ରଯୋଜିତ ଅପେରା ଯାଜ୍ଞସେନୀ ଆଗାମୀ ଯାତ୍ରା ବର୍ଷରେ। ଯାତ୍ରା ବର୍ଷ ଅଧାରୁ ଯାତ୍ରା ଛାଡ଼ିଲେ ସାଇ ସତ୍ୟଜିତ ପଣ୍ଡା ଆଉ ପାୟଲ। ଏ ବିଷୟକୁ ନେଇ ଆପଣମାନଙ୍କର ମତ କ'ଣ ରହିବ? ସେମାନେ ଆଉ ଅଧା ବର୍ଷ ପାଇଁ ଯାତ୍ରାକୁ ଫେରିବା ଉଚିତ କି ନାହିଁ? ଚଳିତ ଯାତ୍ରା ବର୍ଷ ଯାତ୍ରା ସ୍ୱପ୍ନ ମହଲର ମୁଖ୍ୟ ପରିଚାଳକ ଭାବେ କାର୍ଯ୍ୟ କରୁଥିବା ମୁନା ବାବୁ ଆଉ ମୁଖ୍ୟ ନାୟିକା ଭାବେ କାର୍ଯ୍ୟ କରୁଥିବା ନମିତା ଆଗାମୀ ଯାତ୍ରା ବର୍ଷ ନୂତନ ସମ୍ଭାବନାର ଯାତ୍ରା ଅନୁଷ୍ଠାନ ଅପେରା ମାହେଶ୍ୱରୀରେ ଯୋଗ ଦେଉଥିବା ବେଳେ ଅଧାରୁ ଯାତ୍ରା ଛାଡ଼ିଥିବା ଶୁଭେନ୍ଦୁ ଚୌଧୁରୀ ଟିକିନା ଚୌଧୁରୀ ଯାତ୍ରା ଅନୁଷ୍ଠାନ ଅପେରା ସୂର୍ଯ୍ୟ ମନ୍ଦିରରେ ଆଗାମୀ ଯାତ୍ରା ବର୍ଷ ଯୋଗ ଦେଉଥିବାର ଖବର ହସ୍ତଗତ ହୋଇଅଛି। ଏ ହେଲା ଆଜି ସକାଳର ଯାତ୍ରା ସମ୍ପର୍କିତ କିଛି ସଂକ୍ଷିପ୍ତ ଖବର ଯାତ୍ରାପ୍ରେମୀ ଦର୍ଶକମାନଙ୍କ ପାଇଁ।